খবর নীলগিরিରୁ ଆଭାସୀ ଅନ୍ତର୍ଦ୍ଦୟ ଗୃହ ଯୋଜନାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ। ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଆନୁକୂଲ୍ୟରେ ଅନ୍ତର୍ଦ୍ଦୟ ଗୃହ ଯୋଜନାକୁ ଓଡ଼ିଶା ରାଜ୍ୟର ଭବାନୀପାଟଣା କଳାହାଣ୍ଡି ଜିଲ୍ଲାରେ ଉକ୍ତ ଯୋଜନାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ନୀଳଗିରି ବ୍ଲକରେ ଉକ୍ତ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ନୀଳଗିରି ଇଣ୍ଡୋର ଷ୍ଟାଡିୟମ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଭାସୀ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ। 5 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଂଶ ସହିତ 40,000 ଟଙ୍କା ଲେଖାଏଁ ପ୍ରଥମ କିସ୍ତିରେ ପ୍ରୋତ୍ସାହନ ରାଶି ଦିଆଯାଇଥିଲା। ଅନ୍ୟ ଯୋଗ୍ୟ ହିତାଧିକାରୀମାନଙ୍କ ପାସ୍ ବହିକୁ ପରବର୍ତ୍ତୀ ସମୟରେ ଟଙ୍କା ପଠାଯିବାର ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ସାଂସଦ ପ୍ରତିନିଧି କରୁଣାକର ପଣ୍ଡା, ନୀଳଗିରି ବ୍ଲକ ବିଡିଓ ବିକ୍ରମ କେଶରୀ ପରିଡ଼ା, ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବ୍ଲକ ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ପୁଥାଳ, ଜିଲ୍ଲା ପରିଷଦ ସଭ୍ୟ ଗୋତିକୃଷ୍ଣ ନନ୍ଦ, ରଞ୍ଜିତା ସିଂ, ସହକାରୀ ଯନ୍ତ୍ରୀ ଶରତ ଉପାଧ୍ୟାୟ, ପଞ୍ଚାୟତର ସମସ୍ତ ନିର୍ବାଚିତ ଲୋକପ୍ରତିନିଧି, ସରପଞ୍ଚ ସମିତି ସଭ୍ୟ, ବିଭାଗ ଅଧିକାରୀ, ନୀଳଗିରି ସୂଚନା ଲୋକ ସମ୍ପର୍କ ବିଭାଗର ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଗୋଟେ ଐତିହାସିକ ଘଟଣା। ଅମଲାତାନ୍ତ୍ରିକ ଚକ୍ରାନ୍ତ କାରଣରୁ, ଦୁର୍ନୀତି ଏବଂ ଭ୍ରଷ୍ଟାଚାର କ୍ରିୟାବୃତ୍ତି ଦୂଷଣ କାରଣରୁ ଅନେକ ଯୋଗ୍ୟ ଲୋକ, ଦିବ୍ୟାଙ୍ଗ ଲୋକ, ଅସହାୟ ଲୋକ, ଘର ପଡ଼ି ଯାଇଥିବା ଲୋକ ପାଇପାରୁନଥିଲେ। କୋଟା ନାହିଁ ବୋଲି ମିଛରେ କହି ଲୋକ ହଇରାଣ କରାଯାଉଥିଲା। କିନ୍ତୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଯୋଜନାରେ, ଅନ୍ତ୍ୟୋଦୟ ଗୃହ ଯୋଜନାରେ, ଏହି ଲୋକମାନେ ଯେଉଁମାନେ ତାଙ୍କର ସମସ୍ତ ଯୋଗ୍ୟତା ସତ୍ତ୍ୱେ ଯେ ପ୍ରଥମ ଥର ପାଇବା କଥା ସେମାନେ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ଆଜି ସୁବିଧା ମିଳିଲା। ଆହୁରି ମଧ୍ୟ ମିଳିବ, ଯେଉଁମାନେ ରହିଗଲେ ତାଙ୍କୁ ମଧ୍ୟ ମିଳିବ। ଫଳରେ ଏହି ଲୋକମାନଙ୍କୁ ଗୋଟେ ସାହାରା ମିଳିଲା। ଯେଉଁମାନେ ବାରଦ୍ୱାର ବୁଲୁଥିଲେ, ନିଜର ଘର ଖଣ୍ଡେ ନାହିଁ, କାହାର ଘର ପୋଡ଼ି ଯାଇଛି, କିଏ ଗୋଟେ କ୍ୟାନ୍ସର ରୋଗୀ ଅସହାୟ ହେଇଛି, କିଏ ଗୋଟେ ବିଧବା ଲୋକ, ତାର କେହି ପୋଷିବାକୁ ନାହିଁ ବା ଗୋଟେ ଛୁଆ ଅଛି, ଏହି ଲୋକମାନେ ଏଥିରୁ ବଞ୍ଚିତ ହେଇଥିଲେ। ଆଜି ସେ ଲୋକମାନେ ସୁବିଧା ପାଇଲେ। ସେଥିପାଇଁ ଆମେ ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛୁ। ଏବଂ ଏହିପରି ଆଉ ଯେତେ ଲୋକ ରହିଯାଇଥିଲେ, ପୁଣି ଯେଉଁମାନେ ଅଯୋଗ୍ୟ ଲୋକ ତାଙ୍କୁ ବି ପୁରା ହେଇଥିଲା, ସେ ବି ବାଦ ପଡ଼ିଛି। ଉପର ସ୍ତରର ସୁପରଭିଜନ ସେ ବାଦ ପଡ଼ିଛି। ତା ଅର୍ଥ କ'ଣ? ଯେତେବେଳେ ଦୁର୍ନୀତି ଚାଲିଛି, ତାକୁ ସବୁ ହଟେଇବାକୁ ପଡ଼ିବ, ଯୋଗ୍ୟ ଲୋକ ଘର ଦେବାକୁ। ଯେଉଁ ଗାଁରେ କିଛି ଯେଉଁ ଅଛନ୍ତି ଦଲାଲ କି ଜଡ଼ିତ ସେମାନେ ଲାଗି ପଡ଼ିଯାଇଛି, କିଏ ଘର ଖାଲି ଗାଁରେ ଅଛନ୍ତି କି ଏଇଠି ଅଛନ୍ତି, ବ୍ଲକରେ ଅଛନ୍ତି, କହିଲେ ମୁଁ ତ ସବୁଆଡ଼େ ବୁଲି ବୁଲି ଘରକୁ କାମ କରୁଛି। ସେମାନେ ସେଇ ହିତାଧିକାରୀ କ'ଣ ସନ୍ଦେଶ ଦେବେ? ବ୍ୟାପକ ଜନସଚେତନତା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କରିକିରି ତାଙ୍କ ବିରୁଦ୍ଧରେ ଦଣ୍ଡିତ କରିବାକୁ ପଡ଼ିବ। ସେହିଭଳି ଭାବରେ ନୀଳଗିରିର କୁମ୍ଭକ୍ଷେତ୍ରରେ କବିଙ୍କ କବିତାରେ କୁଲଢିଆରେ ଏକ କବିତା ଆସର ହୋଇଥିଲା। 51ତମ ଫେସବୁକ୍ କବିତା ଆସର ଏହି ଜାଗାରେ ଆୟୋଜିତ କରାଯାଇଥିଲା। ମାନବ ଜାତିର କୂଳର ଢିଅ ହେଉଛି କୁଳଢିଆ। ଡୁମେଇରଣା ସୁନଚୁନା ପାହାଡ଼ ଉପରେ ବଂଶୀ ଖଡ଼ାରେ ମହିଷୀ ଗୁନ୍ଥି ବସିଛି ମାଛ ଧରିବା ପାଇଁ ବୋଲି କିମ୍ବଦନ୍ତୀ କହେ। କିମ୍ବଦନ୍ତୀ ଅନୁସାରେ ପୃଥିବୀ ପ୍ରଳୟ ହେବ, ସବୁଆଡ଼େ ଜଳମୟ ହୋଇଯିବ, ଜୀବଜନ୍ତୁ ମଣିଷ ସବୁ ଲୋପ ପାଇବ, କେବଳ କୂଳର ଢିଅ କୁଲଢିଆରେ ମଣିଷ ବଞ୍ଚି ରହିବ। ମଣିଷ ବନିଶୀ ପକାଇ ମାଛ ଧରି ଖାଇବ। ସୁନଚୁଡ଼ା ପାହାଡ଼ ଉପରେ ଝୁଙ୍କି ହୋଇ ରହିଥିବା ବିରାଟ ପଥରକୁ ଲୋକମାନେ ଡୁମେଇରଣା ବସିଛି ବୋଲି ଲୋକକଥାରୁ ଜଣାଯାଏ। ଏହିଭଳି ଏକ ଜାଗାରେ ମୁଖ୍ୟ ଅତିଥି ଭାବରେ କବି ଯଶୋଧରା ଦାସ, ମୁଖ୍ୟ ବକ୍ତା ଭାବରେ କବି ଶ୍ରୀଦେବ ଯୋଗ ଦେଇ କୁଲଢିଆର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଲୋକକଥା ଲୋକ ସଂସ୍କୃତିର ଗନ୍ତାଘର ବୋଲି ମତବ୍ୟକ୍ତ କରିଥିଲେ। କବିତା ପାଠ ସଂଯୋଗରେ କବି ମଧୁସୂଦନ ମିଶ୍ର କବିତା ସଂଯୋଜନା କରିଥିଲେ। ଏଥିରେ ସ୍ଥାନୀୟ ନିମନ୍ତ୍ରିତ କବି ଭାବରେ ସୁଭାଷିନୀ ଜି, ଗଙ୍ଗାଧର ଦାସ, ବାମନ ମହାନ୍ତି, ମନୋରଞ୍ଜନ ପ୍ରଧାନ, କମଳଲୋଚନ ଦାସ ଯୋଗ ଦେଇଥିବା ବେଳେ କବି ବିକର୍ତ୍ତନ ନାୟକ, ସତ୍ୟମୁଆ ମୁଦଲି, ସୁବ୍ରତା ମହାନ୍ତି, ପଦ୍ମଲୋଚନ ପ୍ରଧାନ, ପ୍ରଭାତ ଆଚାର୍ଯ୍ୟ, ସୁଧାକର ସେଠୀ, ତୃପ୍ତିରାଣୀ ପାତ୍ର, ଦେବାଶିଷ ସିଂ, ଶାନ୍ତି ବିଶି, ଶାନ୍ତିଲତା ଦେଇ କୂଳଢିଅର ଗୁଣଗାନ କରିଥିଲେ। ଶିଳ୍ପ କେଶୁଦାସ ରେଖାରେ ରେଖାରେ ଡୁମେଇରଣାର ଚିତ୍ର ଆଙ୍କିଥିବା ବେଳେ ଅଙ୍କିତ ଦାସ, ଯଶସ୍ୱୀ ସ୍ୱାଇଁ କୁଲଢିଆ କଳା ମୁଗୁନି ପଥରର ବାସନ ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚିତ୍ର ଆଙ୍କି କୁଲଢିଆର ଐତିହାସିକ ଗାଥାକୁ ବହନ କରିଥିଲେ। ସେହିଭଳି ଭାବରେ ଭାରତ ବିକାଶ ପରିଷଦର ନୂତନ ଶାଖା ନୀଳଗିରିଠାରେ ଉନ୍ମୋଚନ ହୋଇଛି। କାର୍ଯ୍ୟାଳୟର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶାଖା ଉଦ୍ଘାଟନୀ ଉତ୍ସବରେ ସତ୍ୟବାଦୀ ବନବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତଥା ଓଡ଼ିଶା ପୂର୍ବ ପ୍ରାନ୍ତରର ମାର୍ଗଦର୍ଶକ ସତ୍ୟବାଦୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଷଦର ମୂଳ ଲକ୍ଷ୍ୟ ବାବଦରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରିଥିଲେ। ସମ୍ମାନିତ ଅତିଥି ଭାବରେ ପୂର୍ବାନ୍ତ ମହାସଚିବ ସମରେନ୍ଦ୍ର ଦାସ,
ବାଲେଶ୍ୱର ଶାଖା ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ କୁମାର ପରିଡ଼ା, ନୀଳଗିରି ଏନ୍ଏସି ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବାଲେଶ୍ୱର ଶାଖା ସମ୍ପାଦକ ଶ୍ରୀକଣ୍ଠପତି, ବାଲେଶ୍ୱର ଶାଖା ଉପସଭାପତି ସୁରଞ୍ଜନ ମହାପାତ୍ର, ଦୀପ୍ତିକାନ୍ତ ପୃଷ୍ଟି, ସରୋଜିନୀ ପତି, ଶାନ୍ତିଲତା ମିଶ୍ର ପ୍ରମୁଖ ଏହି ସଭା ପରିଚାଳନାରେ ସହଯୋଗ କରିଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।